हेलो नमस्कार ମୁଁ ଦେବବ୍ରତ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କର ପ୍ରିୟର ୟୁଟ୍ୟୁବ ଚ୍ୟାନେଲ ଡିପି ଏଣ୍ଟ୍ରାନ୍ସ କୁ। ପିଲାମାନେ ଆଜିର ଡିସ୍କସନର ୟୁନିଟ୍ ହେଉଛି ଜେରୋନମ ବ୍ରୁନର। ଏଇ ଯୋଉ ମହାଶୟ ଜଣକ ସେ କ'ଣ ପିଲାମାନେ ଡେଭଲପ କରିଥିଲେ? କଗ୍ନିଟିଭ ଡେଭଲପମେଣ୍ଟ ଜ୍ଞାନାତ୍ମକ ମାନସିକ ବିକାଶ ତତ୍ତ୍ୱର ସିଏ ପ୍ରବର୍ତ୍ତକ ଥିଲେ। ঠিক ଅଛି ଆଜି ଏ ବିଷୟ ପୂର୍ବରୁ ଧାରଣା ପାଇବା ପୂର୍ବରୁ ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି ଏବେ ହିଁ ଲାଇକ୍ ସେୟାର ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ ଏବଂ ସାଙ୍ଗସାଥିମାନଙ୍କ ସହିତ ସେୟାର ମଧ୍ୟ କରିଦିଅନ୍ତୁ। ଯେଉଁମାନେ ବିଗତ କ୍ଲାସ ଗୁଡ଼ିକରେ ହେଇଥିବା থিওরি ক্লাসକୁ ନ ଦେଖିଛନ୍ତି କ୍ଲାସ ପରେ ତାକୁ ନିହାତି ଭାବେ କଭରେଜ କରିଦେବେ। ଠିକ ଅଛି ଫାର୍ଷ୍ଟ କ୍ୱେଶ୍ଚିନ୍ ଦେଖିବା ଫାର୍ଷ୍ଟ କ୍ୱେଶ୍ଚିନ୍ থিওরি ପ୍ରଥମ କରିଦେବା ହେଲା। থিওরি ଦେଖିବା କ'ଣ ଦେଇଛି ଜେରୋନମ ବ୍ରୁନର କଗ୍ନିଟିଭ ଡେଭଲପମେଣ୍ଟ। ଠିକ ଅଛି ଫାର୍ଷ୍ଟ ଦେଇଛି ଡିସ୍କଭରି ଲର୍ଣ୍ଣିଂ। ଏ ଯୋଉ ଡିସ୍କଭରି ଲର୍ଣ୍ଣିଂ ସିଏ କହିଲା ଯାହାର ଅର୍ଥ ପିଲାମାନେ କ'ଣ ଆବିଷ୍କାର ମୂଳକ ଶିକ୍ଷା ଶିକ୍ଷଣ। ସେ ଯୋଉ ଆବିଷ୍କାର ମୂଳକ ଶିକ୍ଷଣ କହିଲେ କ'ଣ ନା ଶିଶୁ ନିଜେ ଖୋଜି କରିକି ଶିଖେ ତାକୁ କୁହାଯାଏ କ'ଣ ନା ଡିସ୍କଭରି ଲର୍ଣ୍ଣିଂ। ତାକୁ ଦେଇଥିଲା ପିଲାମାନେ କିଏ ଜେରୋନମ ବ୍ରୁନର। ଠିକ ଅଛି ଆଉ ସେ କ'ଣ ଦେଇଥିଲେ କଗ୍ନିଟିଭ ଡେଭଲପମେଣ୍ଟ ବା ଅର୍ଥ ହେଉଛି ପିଲାମାନେ କ'ଣ ଜ୍ଞାନାତ୍ମକ ବା ବୁଦ୍ଧିମତାର ବିକାଶ। ସର୍ଟ ସର୍ଟ ନୋଟ କରିପାର। ଠିକ ଅଛି ତାପରେ ସେ ତିନିଟା 3D ମଡେଲ ଦେଇଥିଲେ ତ ତାଙ୍କ 3D ମଡେଲ ବା ଶିକ୍ଷାର ତିନୋଟି ମୁଖ୍ୟ ପଦ୍ଧତି କିମ୍ବା ମୋଡ ଥିଲା। ତିନିଟା ପିଲାମାନେ କ'ଣ ଗୋଟେ ଇନଆକ୍ଟିଭ ଗୋଟେ ଆଇକନିକ ଗୋଟେ ସିମ୍ବଲିକ। ଆମେ ଡିଟେଲ୍ସ ତାକୁ ପଢିବା। ଠିକ ଅଛି ଆଉ ସି କ'ଣ ଦେଇଥିଲେ ପିଲାମାନେ ସ୍କାପୋଲ୍ଡିଂ ମଧ୍ୟ ସିଏ କହିଥିଲେ। ସ୍କାପୋଲ୍ଡିଂ କହିଲେ ପିଲାମାନେ କ'ଣ ଅଲରେଡି ମୁଁ ପିଆଜ ଟାଇମରେ ପଢେଇଛି ଟେମ୍ପରାରୀ ସପୋର୍ଟ। ତ ଟେମ୍ପରାରୀ ସପୋର୍ଟ କହିଲେ ପିଲାମାନେ କ'ଣ ବୁଝିବା ତ ଶିଖିବା ବେଳେ ଶିକ୍ଷକ କିମ୍ବା ବଡ଼ ଲୋକମାନଙ୍କ ଦ୍ୱାରା ଦିଆଯାଉଥିବା ଅସ୍ଥାୟୀ ସାହାଯ୍ୟକୁ ସ୍କାପୋଲ୍ଡିଂ ବୋଲି କୁହାଯାଏ। ଠିକ ଅଛି ଆଉ ସେ କ'ଣ କହିଥିଲେ ସ୍ପାଇରାଲ କରିକୁଲମ କହିଥିଲେ। ଠିକ ଅଛି ତ ସ୍ପାଇରାଲ କରିକୁଲମ କହିଲେ ପିଲାମାନେ କ'ଣ ସ୍ପାଇରାଲ କହିଲେ କ'ଣ ଟିକେ ଅଙ୍କା ବଙ୍କା। ଠିକ ଅଛି ଟିକେ ବଙ୍କା ବଙ୍କା। ଠିକ ଅଛି ସ୍ପାଇରାଲ ଦେଖିଲେ ତମେ ସ୍ପାଇରାଲ ବ୍ୟାଣ୍ଡ ମାରନ୍ତି ସବୁ ପାଠ୍ୟକ୍ରମ ସେଇ ଟାଇପର ବର୍ଣ୍ଣନା କରିଥିଲେ। ସିଏ ଆଉ କ'ଣ ସେ ଜଣେ ଆମେରିକାନ ସାଇକୋଲୋଜିଷ୍ଟ ଥିଲେ। ଠିକ ଅଛି ୟୁଏସଏ ର ଥିଲେ। ଠିକ ଅଛି ତ ନେକ୍ସଟ ଯିବା ତାଙ୍କର EIS ମଡେଲ ଯୋଉ ତମ କହିଲି 3D ମଡେଲ। ତ EIS ମଡେଲ ଟିକେ ତାଙ୍କର ଦେଖିବା ଟିକେ ଏକ୍ସପ୍ଲେନ କରିବା ସେ ବିଷୟରେ କ'ଣ ଦେଇଛି ଦେଖିବା। E ଫର ଇନଆକ୍ଟିଭ ଯୋଉଟା କି ସେ କ'ଣ କହିଲା ଲର୍ଣ୍ଣିଂ ଥ୍ରୋ ମୁଭମେଣ୍ଟ ଅର ଆକ୍ଟିଭ ସରି ଆକ୍ସନ। ତ ଆକ୍ସନ କହିଲେ କ'ଣ ପ୍ଲେ ଆକ୍ସନ ହଉ ୱିଥ ଏ ମାନେ ପ୍ଲେ ଗୋଟେ ଆକ୍ସନ ୱିଥ ଏ ବୁକ୍ ଏଇ ଟାଇପର ହଉ ମାନେ ଗୋଟେ କାର୍ଯ୍ୟ କିମ୍ବା ଶାରୀରିକ ହଲଚଲ ମାଧ୍ୟମରେ ଶିଖିବା। ଠିକ ଅଛି ତାକୁ ହିଁ କ'ଣ କୁହାଗଲା ଇନଆକ୍ଟିଭ ବୋଲି କୁହାଗଲା। ଆଇକନିକ କହିଲେ କ'ଣ ଲୁକ୍ ଆଟ୍ ଦ ପିକ୍ଚର। ତ ଲର୍ଣ୍ଣିଂ ଥ୍ରୋ ଇମେଜେସ୍ ଅର ଆଇକନ୍ସ ଗୋଟେ ଚିତ୍ର କିମ୍ବା ସଂକେତ ଦେଖି ଚିତ୍ରକୁ ଚାହିଁବା। ଠିକ ଅଛି ତାକୁ କ'ଣ କୁହାଗଲା ଆଇକନିକ ବୋଲି କୁହାଗଲା। ସିମ୍ବଲିକ କହିଲେ କ'ଣ ରିଡ ଫର ରିସର୍ଚ୍ଚ ଗୋଟେ ବିମୂର୍ତ୍ତ ସଂକେତ ପିଲାମାନେ। ଠିକ ଅଛି ଗୋଟେ ଆବଷ୍ଟ୍ରାକ୍ଟ ସିମ୍ବଲ ଅଟେ ଯୋଉଟା କି ଭାଷା କିମ୍ବା ଲେଖିବା ମାଧ୍ୟମରେ ଶିଖିବାକୁ ବୁଝାଏ। ଠିକ ଅଛି ବୁଝିପାରିଲ ତିନିଟା ଜିନିଷ ଏଇଟା ମାନେ ପ୍ଲେ ହେଲେ ଇନଆକ୍ଟିଭ ଲୁକ୍ ଆଟ୍ ଦ ପିକ୍ଚର ଟାଇପ ହେଲେ ଆଇକନିକ ଫର ରିସର୍ଚ୍ଚ ହେଲେ ସିମ୍ବଲିକ। ଠିକ ଅଛି ଗୋଟେ ଡାଇଗ୍ରାମ କରିଛି ତା ପାଇଁ କି ମୁଁ ତ କ'ଣ ଦେଇଛି ସେଥିରେ ମୁଁ ଦେଇଛି ଇନଆକ୍ଟିଭ ସେଟା ଗୋଟେ ଆକ୍ସନ ବେସ୍ଡ ଗୋଟେ କିପର ବେସ୍ଡ ଏଟା ଗୋଟେ ଶାରୀରିକ ଭାବେ ସକ୍ରିୟ ଗୋଟେ ଫିଜିକାଲି ଆକ୍ଟିଭ। ଠିକ ଅଛି ଏଟା କେତେ ବର୍ଷ ପିଲାମାନଙ୍କ ପାଇଁ ଥାଏ 0 ରୁ 3 ବର୍ଷର ପିଲାମାନଙ୍କ ପାଇଁ ସେଟା ସାଧାରଣତଃ ଦେଖାଯାଇଥାଏ। ଠିକ ଅଛି ନା ବୁଝିହେଲାନି ଓକେ। ତ ଆଇକନିକ କହିଲେ ପିଲାମାନେ କ'ଣ ଯୋଉଟା ଇମେଜେସ୍ ଦେଖିଲେ। ଠିକ ଅଛି 3 to 7 ଇୟର୍ସ ପିଲାମାନଙ୍କ ପାଇଁ ଏଇଟା ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ ରହିବ। ସିମ୍ବଲିକ ପିଲାମାନେ କ'ଣ ଯୋଉଟା ହେଉଛି ଲାଙ୍ଗୁଏଜ ବେସ୍ଡ ସିମ୍ବଲ ବେସ୍ଡ ମାନେ ଗୋଟେ ଭାଷା ଆଉ ଗୋଟେ ଚିହ୍ନ। ଠିକ ଅଛି ତାର ପିଲାମାନେ ଇୟର କେତେ 8 ରୁ ଉର୍ଦ୍ଧ୍ୱ। ଠିକ ଅଛି 8 ବର୍ଷରୁ ଉର୍ଦ୍ଧ୍ୱ। ବୁଝିହେଲା ନା ବୁଝିହେଲାନି ओके आगु जीवा बहुत बढ़िया लाइक शेयर सब्सक्राइब करदी ऑल नोटिफिकेशन को ऑन मध्य कर दियंतु। ता स्टेजेस टिके डिस्क्रिप्शन को जीवा हमें इन एक्टिव
representation ଗୋଟେ ସେ କଣ କହିଲା in this stage a child learns by doing physical actions that means this stage is action based stage ମାନେ এই পর্যায়ে ଗୋଟେ ଶିଶୁ ନିଜେ ଶାରୀରିକ କାର୍ଯ୍ୟ କରି ଶିଖିଥାଏ ଅର୍ଥାତ ଏହା ଏକ କାର୍ଯ୍ୟ ଆଧାରିତ ଅଟେ ପିଲାମାନେ ଗୋଟେ ଆକ୍ସନ ବେସ୍ଡ ଗୋଟେ ପର୍ଯ୍ୟାୟ ଅଟେ କୋଉଟା ଇନଆକ୍ଟିଭ ଯୋଉଟା 0 ରୁ 3 ବର୍ଷର ପିଲାମାନଙ୍କ ପାଇଁ ଦେଖାଯାଇଥାଏ ଠିକ ଅଛି ଆଇକନିକ ରିପ୍ରେଜେଣ୍ଟେସନ ପିଲାମାନେ କୋଉଟା in this stage a child learns by images or we can say her here he and she better learns through visual representation ଗୋଟେ sensory images ଯାହାକୁ କୁହାଯାଏ ପିଲାମାନେ ତ ଏହାର ଅର୍ଥ କଣ ଏହି ପର୍ଯ୍ୟାୟରେ ଶିଶୁଟା ଗୋଟେ ଚିତ୍ର ମାଧ୍ୟମରେ ଶିଖିଥାଏ କିମ୍ବା ଆମେ କହିପାରିବା ଯେ ସେ ଦୃଶ୍ୟ ବା ଭିଜୁଆଲ ଦେଖି ଅଧିକ ଭଲ ଭାବେ ବୁଝି ପାରିଥାଏ ଠିକ ଅଛି ନେକ୍ସଟ ଥାର୍ଡ କୁ ଯିବା ପିଲାମାନେ କଣ ଦେଇଛି symbolic representation symbolic representation କାହାକୁ କହନ୍ତି ଆଠରୁ ଊର୍ଧ୍ୱ ପିଲାମାନଙ୍କୁ ବୁଝାଏ in this stage information is stored primarily as word or in symbolic form such as learning by words and symbols ଏ ପର୍ଯ୍ୟାୟ ଅର୍ଥ ତାହେଲେ କଣ ହେଲା ତାହେଲେ এই ତଥ୍ୟ ଗୁଡ଼ିକୁ ମୁଖ୍ୟତଃ ସଂକେତ ହଉ ଗୋଟେ ଶବ୍ଦ ହଉ କିମ୍ବା ଗୋଟେ ଫର୍ମୁଲା ବା ସୂତ୍ର ମାଧ୍ୟମରେ ହଉ କିମ୍ବା ଭାଷା ଆକାରରେ ହଉ ମନରେ ଗୋଟେ ସାପେକ୍ଷିକ ହୋଇ ରହିଥାଏ ପିଲାମାନେ ପୁରା ଫିକ୍ସ ହେଇ ରହିଥାଏ ঠিক আছে সিম্বলিকটা ঠিক আছে না বুঝি পারলানি তো ଗୋଟେ ইম্পর্টেন্ট নোট কিছটা রহিলা কগনিটিভ সাইকোলজিস্ট ফাদার তার পিলা মানে কিয়ে নাইসর ঠিক আছে কগনিটিভ সাইকোলজির ফাদার মনে রাখতান্তু এটা কিয়ে নাইসর যে কি জ্ঞানাত্মক মনোবিজ্ঞানর জনক ঠিক আছে ଟିକେ ଦେଖିବା ସ୍ପାଇରାଲ କରିକୁଲମ ପିଲାମାନେ କଣ ଯୋଉଟା ମୁଁ କହୁଥିଲି spiral matrix कौन पिला माने the teacher should revise the subjects at the same level by increasing the complexity on depth to the higher level तो गोटे शिक्षक गोटे विषय को बारंबार बारंबार रिविजन करैबा दरकार किंतु श्रेणी बढ़िबा सहित तार गभीरता बा डेप्थ जोटा कहला सी बा कॉम्प्लेक्सिटी जोटा कि जटिलता को वृद्धि करबा उचित पिला माने गोटे पिला क्लास 1 रे अछि ताको क्लास 1 लेवल रो पिला पाठ पढा जीवो गोटे क्लास 5 की तो क्लास 1 रो लेवल रो पाठ पढा पाइबा उचित नहे ना ठीक अछि से आउ कोन कहला द करिकुलम is known as spiral curriculum this is given by Brunner एतार एई जो पाठ्यक्रम को स्पाइराल करिकुलम बोली कहा जाय जाको जेरोनम ब्रुनर देइथले ताले ब्रुनर has also चाउ कोन कहितले ब्रुनर ओटे concern with how knowledge is represented and organized through different models modes of representation माने ब्रुनर गोटे यहाँ पर गोटे मध्य ध्यान देइथले जे ज्ञान किपरि अलग अलग गोटे जो मोड जेमति जो तीनटा मोड अछि गोटे इनएक्टिव आइकनिक सिंबलिक माध्यम गोटे मस्तिष्क रे गति गठित एवं गोटे संगठनित होइतै पिला माने ठीक अछि तो गोटे डायग्राम देइछि जोतरे सी गोटे सिंपल तापरे रिवाइज्ड और गोटे ग्रेटर डेप्थ कइला तापरे कॉम्प्लेक्स को गला जार माने पिला माने कोन प्रथमे सरल बा सिंपल जिंस शिखा जाए तापर ताकू रिवीजन करा जाई अधिक गभीर को जाई जटिल बा कॉम्प्लेक्स रे डायरेक्ट पहुंच जाय थाए ठीक है सिंपल टू कॉम्प्लेक्स याक मध्य कहले कि जेरोनम ब्रुनर कहले थ्योरी कंप्लीट थ्योरी याक मात्र एतिकी ठीक अछि वर्तमान किछटा तांकर मल्टीपल चॉइस को पळेबा मल्टीपल चॉइस को जीवा पूर्व गोटे लाइक शेयर सब्सक्राइब करी ऑल नोटिफिकेशन को ऑन कर दियंतु एवं सांसद मान सहित शेयर मध्य कर दियंतु ठीक अछि फर्स्ट क्वेश्चन देखिया कोन दैछि ब्रुनर्स कॉग्निटिव डेवलपमेंट रो 30 इंपोर्टेंट एमसीक्यू रो फर्स्ट क्वेश्चन देला इनएक्टिव आइकनिक एंड सिंबलिक प्रक्रिया रो गोटे पर्याय रो थिबा ज्ञानात्मक विकास रो तत्व पिला माने किए दैथिले की दैथिले जीन पेज दैथिले से कॉग्निटिव डेवलपमेंट दैथिले किंतु चारटा पर्याय व्यक्तिगत करतले कोन कोन सेंसरी मोटर प्री ऑपरेशनल कंक्रीट एंड फॉर्मल दैथिले कि दैथिले जेरोनम ब्रुनर दैथिले ठीक अछि जे कि गोटे शिशुर ज्ञानात्मक विकास को तीनोटी पर्याय दैथिले ई आई एस मॉडल ठीक अछि ई आई एस
ବୁଝିଗଲା। ତ ଲେ ଭାଇଗର୍ସକି ପିଲାମାନେ କ'ଣ ଦେଇଥିଲେ? ସେ ସୋସିଓ କଲଚରାଲ ଥିଓରି ଦେଇଥିଲେ, ସ୍କାଫୋଲ୍ଡିଂ ଦେଇଥିଲେ, MKO ଦେଇଥିଲେ, ZPD ଦେଇଥିଲେ। ଅଲରେଡି ମୋ ଥିଓରି କ୍ଲାସ ଏହାର କରିଦେଇଛି, ଯୋଉମାନେ ନ ଦେଖିଛନ୍ତି ଦେଖି ଆସନ୍ତୁ। BF ସ୍କିନର ପିଲାମାନେ କ'ଣ ଦେଇଥିଲେ? ଅପରେଣ୍ଟ କଣ୍ଡିସନିଂ ଦେଇଥିଲେ, ବିହେଭିୟରିଜିମର ସିଦ୍ଧାନ୍ତ ଜନକ ଥିଲେ ସିଏ। ଠିକ ଅଛି। ନେକ୍ସଟ ଯିବା 2 ନମ୍ବରକୁ। ଜେରୋମ ବ୍ରୁନର କେଉଁ ଦେଶର ମନୋବିଜ୍ଞାନୀ ଥିଲେ? ସେ ଜଣେ USA ର ଆମେରିକାର ପ୍ରସିଦ୍ଧ ମନୋବିଜ୍ଞାନୀ ଥିଲେ ପିଲାମାନେ। ଜିନ୍ ପିଆଜେ କୋଉଠାରେ ଥିଲେ ପିଲାମାନେ? ସ୍କଟଲ୍ୟାଣ୍ଡରେ ଥିଲେ। ଲେ ଭାଇଗର୍ସକି ରୁଷିଆରେ ଥିଲେ ପିଲାମାନେ। ଠିକ ଅଛି। ଆଉ କୋଲର ଜର୍ମାନର ଥିଲେ। ଗ୍ୟାଷ୍ଟଲ ମଧ୍ୟ ଜର୍ମାନ ଥିଲେ। ଠିକ ଅଛି। ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର। ନେକ୍ସଟ ଯିବା ବ୍ରୁନରଙ୍କ ସିଦ୍ଧାନ୍ତ ଅନୁଯାୟୀ ଶିଖିବାର 3ଟି ମୋଡ ସଠିକ କ୍ରମ ପିଲାମାନେ କ'ଣ? EIS କହିଥିଲି ତମକୁ। ଠିକ ଅଛି। ତ କ'ଣ? ଇନଆକ୍ଟିଭ, ଆଇକନିକ, ସିମ୍ବଲିକ। ଠିକ ଅଛି। EIS ବୋଲି କହନ୍ତି ପ୍ରଥମେ ଶିଶୁଟି କାର୍ଯ୍ୟ କରିକି ଇନଆକ୍ଟିଭ ହବ, ତାପରେ ଚିତ୍ର ଦେଖିକି ଆଇକନିକ କରିବ, ଶେଷରେ ଯାଇ ସଂକେତ ବା ଭାଷା ସିମ୍ବଲିକ ଦ୍ୱାରା ଶିଖିଥାଏ ପିଲାମାନେ। ଠିକ ଅଛି। ତ ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର। ଇନଆକ୍ଟିଭ ପର୍ଯ୍ୟାୟରେ ଶିଶୁ କିପରି ଶିଖିଥାଏ? ଇନଆକ୍ଟିଭ ଷ୍ଟେଜ ହେଉଛି ଗୋଟେ ଆକ୍ସନ ବେସ୍ଡ ଷ୍ଟେଜ, ଯେଉଁଥିରେ କି ଶିଶୁ ନିଜେ ଶାରୀରିକ ସମ୍ପୃକ୍ତି ଏବଂ କାର୍ଯ୍ୟ ଯେମିତି ମୁଭିଂ, ଟଚିଂ, ପ୍ଲେଇଂ ତାହା ମାଧ୍ୟମରେ ପିଲାମାନେ ଶିଖିଥାଏ। ଠିକ ଅଛି। ସିମ୍ବଲିକ ଷ୍ଟେଜ ପିଲାମାନେ ଯୋଉଟା କି ଭାଷା ଆଉ ସଂକେତକୁ ବୁଝାଏ। ଆଇକନିକ କହିଲେ ଚିତ୍ର ମାନଚିତ୍ରକୁ ବୁଝାଏ ପିଲାମାନେ। ଠିକ ଅଛି। ଆଉ ଯୋଉ ବିମୂର୍ତ୍ତ ଚିନ୍ତନ କହିଲା ଏଇଟା ଗୋଟେ ସିମ୍ବଲିକ କିମ୍ବା ଗୋଟେ ଉଚ୍ଚସ୍ତର ଚିନ୍ତନ ପିଲାମାନେ। ଠିକ ଅଛି। ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର। ନେକ୍ସଟ ଯିବା 5 ନମ୍ବରକୁ। ଦେଖିବା କ'ଣ ଦେଇଛି। ଇନଆକ୍ଟିଭ ପର୍ଯ୍ୟାୟର ସାଧାରଣ ବୟସ ସୀମା କେତେ? କହିଥିଲି ତମକୁ ପିଲାମାନେ 0 ରୁ 3 ବର୍ଷ। କାରଣ ଏ ଛୋଟ ଛୋଟ ଶିଶୁ ବହି କିମ୍ବା ଚିତ୍ର ବୁଝିପାରେ ନାହିଁ, ସେ କେବଳ ଛୁଇଁକି କିମ୍ବା କାର୍ଯ୍ୟ କରିକି ହିଁ ଶିକ୍ଷା ଗ୍ରହଣ କରିଥାଏ। ଠିକ ଅଛି। ଆଇକନିକ ଷ୍ଟେଜଟା 3 ରୁ 7 ବର୍ଷ ପିଲାମାନେ, ଆଉ ସିମ୍ବଲିକ ଷ୍ଟେଜଟା 8 କିମ୍ବା 8 ରୁ ଅଧିକ ପିଲାମାନେ। ଠିକ ଅଛି। 12-15ଟା କୋଲବର୍ଗ ଆଉ ପିଆଜେଙ୍କ ପିଲାମାନେ ଥିଲା ଆଡୋଲସେନ୍ସ ସ୍ତରରେ। ତ ଏହାର ନାହିଁ ନଥିଲା। ଅପସନ ନମ୍ବର ଏ ଇଜ ଦ ରାଇଟ ଆନ୍ସର। ଚିତ୍ର, ଫଟୋ, ଦୃଶ୍ୟ, ସଂକେତ ଦେଖି ଶିଖିବା କେଉଁ ପର୍ଯ୍ୟାୟରେ ହୋଇଥାଏ ପିଲାମାନେ? ଆଇକନିକ ପର୍ଯ୍ୟାୟରେ ପିଲାମାନେ ହେଇଥାଏ। ଗୋଟେ ଇମେଜ ଆଇକନଟା କିମ୍ବା ଇମେଜ ଆସିଛି ପିଲାମାନେ, ଯୋଉଥିରେ କି ଶିଶୁ ଗୋଟେ ଭିଜୁଆଲ ମେମୋରି ବା ଇମେଜେସ ଦେଖି ଶିଖିଥାଏ। ଠିକ ଅଛି। ଅପସନ ନମ୍ବର ବି ଇଜ ଦ ରାଇଟ ଆନ୍ସର। ଆଇକନିକର ବୟସ ପିଲାମାନେ କେତେ କହିଲେ ନା? 3 ରୁ 7 ବର୍ଷ ପିଲାମାନେ, ଯୋଉଥିରେ ସେ କ'ଣ କରିବେ? ଗୋଟେ ପିକ୍ଚର୍ସ, ଗୋଟେ ବୁକ୍ସ, ଡାଇଗ୍ରାମସ, ଭିଜୁଆଲ ରିପ୍ରେଜେଣ୍ଟେସନ କୁ ସହଜରେ ସେ ଷ୍ଟେଜରେ ବୁଝି ପାରିଥାଏ। ଠିକ ଅଛି। ନେକ୍ସଟ ଯିବା 8 ନମ୍ବରକୁ। କେଉଁ ପର୍ଯ୍ୟାୟରେ ଶିଶୁ ତଥ୍ୟ ଗୁଡ଼ିକୁ ମୁଖ୍ୟତଃ ଶବ୍ଦ, ଭାଷା ଏବଂ ଗାଣିତିକ ସୂତ୍ର ମାଧ୍ୟମରେ ମନେ ରଖିଥାଏ? ତ ଗୋଟେ ଲାଙ୍ଗୁଏଜ and symbolic based ଏଇଟା ଗୋଟେ, ଯୋଉଥିରେ କି ବାକ୍ୟ, ସୂତ୍ର, ବିମୂର୍ତ୍ତ ଧାରା ମସ୍ତିଷ୍କରେ ହୋଇଥାଏ ପିଲାମାନେ, ଯୋଉଟା କି ସିମ୍ବଲିକ ଷ୍ଟେଜରେ ଯିବ। ଅପସନ ନମ୍ବର ସି ଇଜ ଦ ରାଇଟ ଆନ୍ସର। ନେକ୍ସଟ ଯିବା 9 ନମ୍ବରକୁ। ସିମ୍ବଲିକ ପର୍ଯ୍ୟାୟର କେଉଁ ବୟସରୁ ହେଇଥାଏ ପିଲାମାନେ? 8 କିମ୍ବା 8 ରୁ ଉର୍ଦ୍ଧ୍ୱ ବୟସ ପିଲାମାନଙ୍କ ପାଇଁ ଥାଏ। ଠିକ ଅଛି। ଯୋଉଠି ସେ ଗୋଟେ ଲଜିକାଲ ଆଉ ଗୋଟେ ଆବଷ୍ଟ୍ରାକ୍ଟ ଚିନ୍ତନ ବୃଦ୍ଧି ପାଇଥାଏ, ଗୋଟେ ଭାଷାଗତ ଆଉ ଯୁକ୍ତିଯୁକ୍ତ ଚିନ୍ତନ ବୃଦ୍ଧି ପାଇଥାଏ ପିଲାମାନେ। 10 ନମ୍ବରକୁ ଯିବା। ସ୍ପାଇରାଲ କରିକୁଲମର ଧାରଣା ପିଲାମାନେ କିଏ ଦେଇଥିଲେ? ଜେରୋମ ବ୍ରୁନର ଦେଇଥିଲେ। ସେ କ'ଣ କହିଥିଲେ? କୌଣସି ପାଠକୁ ଥରୁଟିଏ ପଢେଇବା ଛାଡ଼ିଦେବା ଉଚିତ ନୁହେଁ ପିଲାମାନେ, ବରଂ ତାକୁ ସ୍ପାଇରାଲି ବା ଆକାରରେ ବାରମ୍ବାର ଗଭୀରତ ଭାବେ ପଢେଇବା ଉଚିତ। ଠିକ ଅଛି। ଜିନ୍ ପିଆଜେ ପିଲାମାନେ କ'ଣ କହିଥିଲେ? କନଷ୍ଟ୍ରକ୍ଟିଭିଜିମ କହିଥିଲେ। କଗ୍ନିଟିଭ ଷ୍ଟେଜ ପାଇଁ ଜଣାଶୁଣା ପିଲାମାନେ। ଲେ ଭାଇଗର୍ସକି ଲରେନ୍ କୋଲବର୍ଗ ପିଲାମାନେ କାହା ପାଇଁ ଥିଲେ? ମୋରାଲ ଡେଭଲପମେଣ୍ଟ ପାଇଁ ଜଣାଶୁଣା ପିଲାମାନେ। କ୍ଲାସିକାଲ କଣ୍ଡିସନ ପାଇଁ କିଏ ଥିଲେ ପିଲାମାନେ? ଆଇଏନ୍ ପାଭଲଭ ଥିଲେ। ଠିକ ଅଛି। ଅପସନ ନମ୍ବର ବି ଇଜ ଦ ରାଇଟ ଆନ୍ସର। ନେକ୍ସଟ ଯିବା 11 ନମ୍ବର। ସ୍ପାଇରାଲ କରିକୁଲମର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଟେ? ଗୋଟେ ସ୍ପାଇରାଲର ଅର୍ଥ ହଉଛି ପିଲାମାନେ କ'ଣ? ସିମ୍ପଲ, ରିଭାଇଜଡ ୱିଥ ଗ୍ରେଟର ଡେପ୍ଥ, ତାପରେ କମ୍ପ୍ଲେକ୍ସ ପିଲାମାନେ। ଠିକ ଅଛି। ତ ସେହି ସମାନ ବିଷୟକୁ ଶ୍ରେଣୀରେ ବଢିବା ସହିତ ଅଧିକ ଗଭୀର ଏବଂ ଜଟିଳ ପୁନରାବୃତ୍ତି କରିବାକୁ ବୁଝାଏ। ଅପସନ ନମ୍ବର ବି ଇଜ ଦ ରାଇଟ ଆନ୍ସର। ନେକ୍ସଟ ଯିବା 12 ନମ୍ବରକୁ। ଶିଖିବା ସମୟରେ ଶିକ୍ଷକ କିମ୍ବା ବଡ଼ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଅସ୍ଥାୟୀ ସାହାଯ୍ୟକୁ କ'ଣ କୁହାଯାଏ? ତାକୁ କ'ଣ କୁହାଯାଏ? ସ୍କାଫୋଲ୍ଡିଂ ବୋଲି କୁହାଯାଏ। ପ୍ରଥମେ ଜେରୋମ ବ୍ରୁନର ହିଁ ଏହାକୁ ବ୍ୟବହାର କରିଥିଲେ, ପରେ ତାକୁ କିଏ ବ୍ୟବହାର କରିଥିଲେ? ଭାଇଗର୍ସକି ବ୍ୟବହାର କଲେ।
ଯାହାର ଅର୍ଥ ହଉଛି ପିଲାମାନେ କଣ ଟେମ୍ପରାରୀ ସପୋର୍ଟ ଏମିତି ପ୍ରଶ୍ନ ଯଦି ଆସିବ ସ୍କାଫୋଲ୍ଡିଂ ରେ ପ୍ରଥମ ବ୍ୟବହାର କିଏ କରିଥିଲେ ଜେରୋନମ ବ୍ରୁନର କରିଥିଲେ ଠିକ ଅଛି ନା ବୁଝିହେଲାନି ଆସିମିଲେସନ କହିଲେ ପିଲାମାନେ କଣ ଗୋଟେ ନୂଆ ସୂଚନାକୁ ପୁରୁଣା ସ୍କିମାରେ ଯୋଡିବା ପିଲାମାନେ ତ କିଏ କହିଥିଲା ପିଆଜେ କହିଥିଲେ ଆଡପ୍ଟେସନ କହିଲେ କଣ ପରିବେଶ ସହିତ ଖାପ ଖୁଆଇବା ସ୍କିମା କହିଲେ କଣ ମସ୍ତିଷ୍କରେ ଥିବା ଯୋଉ ଜ୍ଞାନର ପ୍ୟାକେଟକୁ ମସ୍ତିଷ୍କ ଗୋଟେ ଜ୍ଞାନର ପ୍ୟାକେଟ ତାକୁ ବୁଝାଏ ସ୍କିମା ଠିକ ଅଛି ନେକ୍ସଟ ଯିବା 13 ନମ୍ବର କେଉଁ ଶିକ୍ଷଣ ପଦ୍ଧତିରେ ଶିଶୁ ନିଜେ ପରୀକ୍ଷା ଏବଂ ଆବିଷ୍କାର କରି ଶିଖିବା ଉପରେ ଗୁରୁତ୍ୱ ଦେଇଥାଏ ତ ଆବିଷ୍କାର କଥା ଉଠିଲା ତଳେ এটা ଗୋଟେ ଆବିଷ୍କାର ମୂଳକ ଶିକ୍ଷଣ ଗୋଟେ ଡିସ୍କଭରି ଲର୍ଣ୍ଣିଂ ଅଟେ ପିଲାମାନେ କାରଣ ଏ ଯୋଉ ଡିସ୍କଭରି ଲର୍ଣ୍ଣିଂ କୁ ସମର୍ଥନ କରିଥିଲେ କିଏ ଜେରୋନମ ବ୍ରୁନର କରିଥିଲେ ଯେ କି ସେ ପିଲାମାନଙ୍କର ଗୋଟେ ଆକ୍ଟିଭ ଲର୍ଣ୍ଣର୍ସ ହୋଇ ନିଜେ ହିଁ ତଥ୍ୟ ଖୋଜିକି ନିଜେ ଶିଖିଥାନ୍ତି ପିଲାମାନେ ଠିକ ଅଛି କ୍ଲାସିକାଲ କଣ୍ଡିସନ ତ ପିଲାମାନେ ଆଇଏନ୍ ପାଭଲଭଙ୍କ କୁକୁର ପରୀକ୍ଷଣ ଯୋଉଟା ପ୍ରଯତ୍ନ ପ୍ରମାଦ ଯୋଉଟା ହଉଛି ପ୍ରଚେଷ୍ଟା ପ୍ରମାଦ ଥର୍ନଡାଇକର ସେଟା ପିଲାମାନେ ଠିକ ଅଛି ଘୋଷା ଶିକ୍ଷା ତ ଆଜିକାଲି କୌଣସିରେ ମଧ୍ୟ ସେଟା ଗ୍ରହଣ ଯୋଗ୍ୟ ନୁହେଁ ନେକ୍ସଟ ଯିବା 14 ନମ୍ବରକୁ ଦେଖିବା କଣ ଦିচ্ছি ତାପରେ ଲାଇକ୍ ସେୟାର ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ ପିଲାମାନେ ସାଙ୍ଗସାଥୀମାନଙ୍କ ସହିତ ସେୟାର ମଧ୍ୟ କରିଦିଅନ୍ତୁ କାହାକୁ ଜ୍ଞାନାତ୍ମକ ମନୋବିଜ୍ଞାନର ଜନକ ବା ଫାଦର ଅଫ କଗ୍ନିଟିଭ ସାଇକୋଲୋଜିର କୁହାଯାଏ ପିଲାମାନେ ଠିକ ଅଛି କାହା କୁହାଯାଏ ନ୍ୟାରିସର କୁ କୁହାଯାଏ ପିଲାମାନେ ଠିକ ଅଛି କେବେ କହିଥିଲା 1967 ମସିହାରେ କହିଥିଲା କଗ୍ନିଟିଭ ସାଇକୋଲୋଜିର ଗୋଟେ ବହି ଲେଖିଥିଲେ ସେଥିରେ ତାଙ୍କ ଜନକ ବୋଲି କୁହାଗଲା ଠିକ ଅଛି ନାଇସର ଉଲରିକ ନାଇସର ଅପସନ ନମ୍ବର B is the right answer ଜଣେ ଛୋଟ ପିଲା ବ୍ଲକ ସହିତ ଖେଳି ସେଗୁଡ଼ିକ ଆକାର ବୁଝିବା ପାଇଁ କେଉଁ ମୋଡର ଉଦାହରଣ ଅଟେ ଏ ଯୋଉ ଜେରୋନମ ବ୍ରୁନର କହିନଥିଲା କି ସେ କଣ କହିଥିଲେ ପିଲାମାନେ କଗ୍ନିଟିଭ କନଷ୍ଟ୍ରକ୍ଟିଭିଜମର ପିଲାମାନେ କନଷ୍ଟ୍ରକ୍ଟିଭିଷ୍ଟ ଥିଲେ ଜିନ୍ ପିଆଜ ତ ଫାଦର ଅଫ ଚାଇଲ୍ଡ ସାଇକୋଲୋଜିର ପିଲାମାନେ ଥିଲେ ଠିକ ଅଛି ୱିଲହେଲମ ୱାଣ୍ଟ ସେ ଜଣେ ଫାଦର ଅଫ ଏକ୍ସପେରିମେଣ୍ଟାଲ ସାଇକୋଲୋଜି ଥିଲେ ଠିକ ଅଛି ମନେ ଥିବ ଫାଦର ଅଫ ଏକ୍ସପେରିମେଣ୍ଟାଲ ସାଇକୋଲୋଜି ଥିଲେ 15 ନମ୍ବର ଜଣେ ଛୋଟ ବ୍ଲକ ସହିତ ଗଲା କହିଲେ ତ ଏଇଟା ଯୋଉ ପିଲାଟି ନିଜ ହାତରେ ଯୋଉ ବ୍ଲକ କୁ ଛୁଇଁଛି ତ ଯୋଉ ଆକ୍ସନ ଦେଖେଇଛି ଯୋଉ ଖୋଜିଛି ତାକୁ ଗୋଟେ ଇନଆକ୍ଟିଭ ମୋଡ ବୋଲି କୁହାଯିବ ପିଲାମାନେ ତ ଅପସନ ନମ୍ବର C is the right answer ଠିକ ଅଛି 16 ନମ୍ବର କୁ ଯିବା ଦେଖିବା କଣ ଦେଇଛି ପିଲାମାନେ ଜଣେ ଶିଶୁ ପଶୁମାନଙ୍କ ଚିତ୍ର ବହି ଦେଖି ସେମାନଙ୍କୁ ଚିହ୍ନିବା କେଉଁ ପ୍ରକାର ଶିକ୍ଷା ପଦ୍ଧତି ଅଟେ ପିଲାମାନେ କହିଥିଲି ଶିଶୁ ଚିତ୍ର ବହି ଦେଖିବ ଗୋଟେ ପିକ୍ଚର ବୁକ୍ ଦେଖି ଭିଜୁଆଲ ଇମେଜ ଶିଖନ୍ତି ତାକୁ ଆଇକନିକ ବୋଲି କୁହାଯାଏ ପିଲାମାନେ ଅପସନ ନମ୍ବର B is the right answer ଗୋଟେ ଗାଣିତିକ ସୂତ୍ର x + y = z କିମ୍ବା ଗବେଷଣା ବହି ପଢିବା କେଉଁ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଅଟେ ତ x y z ଏସବୁ ପିଲାମାନେ କଣ ଗୋଟେ ମ୍ୟାଥମେଟିକାଲ ସିମ୍ବଲସ ଅଟେ କିମ୍ବା ଗୋଟେ ଆବଷ୍ଟ୍ରାକ୍ଟ କନସେପ୍ଟ ଅଟେ ଯାହାକି ଗୋଟେ ସିମ୍ବଲିକ ଷ୍ଟେଜ ହିଁ ଯିବ ପିଲାମାନେ ଠିକ ଅଛି ଇନଆକ୍ଟିଭ ତ ଗୋଟେ ଫିଜିକାଲ ଆକ୍ସନ ନୁହେଁ ପିଲାମାନେ ଠିକ ଅଛି ଅପସନ ନମ୍ବର C is the right answer ନେକ୍ସଟ ଯିବା 18 ନମ୍ବର କୁ କେଉଁ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଭାବେ ଭିଜୁଆଲ ଇମେଜେସ ଉପରେ ନିର୍ଭର କରିଥାଏ ଭିଜୁଆଲ ଗୋଟେ ଆଇକନିକ ରିପ୍ରେଜେଣ୍ଟେସନ ସମ୍ପୂର୍ଣ୍ଣ ଭିଜୁଆଲ ବା ସେନ୍ସରି ଇମେଜ ଉପରେ ଆଧାରିତ ପିଲାମାନେ ତ ଏଟା ଆଇକନିକ ହବ ଅପସନ ନମ୍ବର C is the right answer ଠିକ ଅଛି ଆକ୍ସନ ବେସ୍ଡ ତ ପିଲାମାନେ ଗୋଟେ ଇନଆକ୍ଟିଭ ବେସ୍ଡ ଆଉଛି ପିଲାମାନେ ଠିକ ଅଛି ବ୍ରୁନରଙ୍କ ତଥ୍ୟ ମୁଖ୍ୟତଃ କେଉଁ ବିକାଶ ଉପରେ ଆଧାରିତ ଅଟେ এটা ଗୋଟେ କଗ୍ନିଟିଭ ଡେଭଲପମେଣ୍ଟ ପିଲାମାନେ ଯୋଉଟା କି ମସ୍ତିଷ୍କର ଶିଖିବା ଏବଂ ଜ୍ଞାନର ଆହରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇଥାଏ ପିଲାମାନେ ଠିକ ଅଛି ଅପସନ ନମ୍ବର B is the right answer ଇମୋସନାଲ ଡେଭଲପମେଣ୍ଟର ଜନକ ପିଲାମାନେ କିଏ ଥିଲେ ଆବେଗିକ ବିକାଶ ଡାନିଏଲ ଗୋଲମେନ ଥିଲେ ପିଲାମାନେ ନୈତିକ ବିକାଶ କୋଲବର୍ଗ ଥିଲେ ପିଲାମାନେ ପିଆଜି ବି ମଧ୍ୟ ଥିଲେ ଶାରୀରିକ ବିକାଶ ଏଇଟା ଗୋଟେ ଫିଜିକାଲ ଗ୍ରୋଥ ଆଉ ଠିକ ଅଛି ନେକ୍ସଟ ଯିବା 20 ନମ୍ବର ବ୍ରୁନରଙ୍କ ମତରେ କେଉଁ ମାଧ୍ୟମରେ ମସ୍ତିଷ୍କରେ ଗଠିତ ଏବଂ ସଂଗଠିତ ହୋଇଥାଏ ତ କହିଥିଲି ନୋଟରେ ତମକୁ knowledge is represented and organized through different modes of representation ପିଲାମାନେ EIS ମଡେଲ ଯାହାକୁ କୁହାଗଲା ତ mode of representation ଅପସନ ନମ୍ବର B is the right answer ନେକ୍ସଟ ଯିବା ସ୍କିମା ତାହେଲେ କିଏ କହିଥିଲେ ପିଲାମାନେ ଜିନ୍ ପିଆଜେ କହିଥିଲେ ପୁନର୍ବଳନ ରିଇନଫୋର୍ସମେଣ୍ଟ କହିଥିଲେ ସେଇ ଜିନ୍ BF ସ୍କିନର କହିଥିଲେ ପିଲାମାନେ ଠିକ ଅଛି
ଆଉ ଯୋଉ କହିଲେ କି ମଲ୍ଟିଲିଙ୍ଗାଲିଜିମ ହେଲା ମନୋଲିଙ୍ଗାଲିଜିମ ତ କିଏ କହିଥିଲେ ପିଲାମାନେ ସିଗମଣ୍ଡ ଫ୍ରଡ କହିଥିଲେ ପିଲାମାନେ ଠିକ ଅଛି 21 ନମ୍ବର ସ୍ପାଇରାଲ କରିକୁଲମ ରେ ଶିକ୍ଷାଦାନ କେଉଁ ଦିଗକୁ ଗତି କରିଥାଏ ଯୋଉ ସ୍ପାଇରାଲ କରିକୁଲମ ପିଲାମାନେ କହିଥିଲେ ତମକୁ ମୁଁ ସିଏ ତଳୁ ଉପରକୁ ଉପରକୁ ଯାଇଥାଏ ପିଲାମାନେ ତ ସିମ୍ପଲ ଟୁ କମ୍ପ୍ଲେକ୍ସ ଆଡକୁ ଯାଇଥାଏ ପିଲାମାନେ ସରଳରୁ ଅଧିକ ଗଭୀରତା ଏବଂ ଜଟିଳ ଆଡକୁ ଯାଇଥାଏ ଠିକ ଅଛି ऑप्शन नंबर सी इज द राइट आंसर जोटा कि पिला माने प्रथमे सिंपल ठू आरंभ होई ऊपर को गला बळे रिवाइज होई डेप्थ तापर कॉम्प्लेक्सिटी बुद्धि पाई थाए ठीक अछि विमृत ରୁ ମୃତ ପିଲାମାନେ କଂକ୍ରିଟ ଟୁ ଆବଷ୍ଟ୍ରାକ୍ଟ କୁ ଯାଇଥାଏ ପିଲାମାନେ ଠିକ ଅଛି ନୋନ୍ ଟୁ ଅନନୋନ୍ କୁ ଯାଇଥାଏ ଜ୍ଞାତ ରୁ ଅଜ୍ଞାନ ଯୋଉଟା କହିଲା ସେ ପିଲାମାନେ ଠିକ ଅଛି 22 ନମ୍ବର ବ୍ରୁନରଙ୍କ ତତ୍ତ୍ୱର କେଉଁ ପର୍ଯ୍ୟାୟକୁ ଆକ୍ସନ ବେସ୍ଡ ବୋଲି କୁହାଯାଏ इनएक्टिव स्टेज को ही एक्शन बेस्ड बा फिजिकली एक्टिव स्टेज बोली कहा जाए पिला माने ठीक अछि ऑप्शन नंबर सी इज द राइट आंसर नेक्स्ट सिबा 23 ब्रूनर को तत्व रे केउ पर्याय को इमेज बेस्ड बोली कहा जाए इमेज बेस्ड गोटे विजुअल एक्टिविटी जोटा कि आइकॉनिक स्टेज जाउछ पिला माने ठीक अछि ऑप्शन नंबर बी इज द राइट आंसर ब्रूनर का तत्व केउ पर्याय को लैंग्वेज बा सिंबॉलिक बेस्ड बोली कहा जाए तो जो सिंबॉलिक बेस्ड बा लैंग्वेज एंड सिंबल बेस्ड जाको का कहा जाए सिंबॉलिक बोली कहा जाए पिला माने ऑप्शन नंबर सी इज द राइट आंसर जिन पियाजे पेडागोजी रे ईआईएस मॉडल रो पूरा नाम कोन इनएक्टिव आइकॉनिक सिंबॉलिक ठीक अछि ब्रूनर कहथिल तीनटा ऑप्शन नंबर बी इज द राइट आंसर केमती बुले भंगी प्रश्न देखु ना नहीं तो प्रतिटी यूनिट रो हमें डीपली क्वेश्चन सवाल छ या बाहर क्वेश्चन आउ नाही ठीक अछि 26 नंबर कोन करा देखियो जे कोनसी विषय वस्तु को सठिक उपाय रे शिशुर विकास रो जे कोनसी पर्याय रे पढ़ा जाई परिबो एही धारणा काहा को समर्थन करथाय स्पाइरल करिकुलम करथाय बेला माने ब्रूनर को प्रसिद्ध उक्ति हेची सठिक जदि सठिक मॉडल जदि सठिक मोड जोटा कि ईआईएस मोड व्यवहार करा जाए तेबे जे कोनोसी जटिल पाठ्य को छोट छोट पिला मानको भी बुझा जाई पारिबो ऑप्शन नंबर बी इज द राइट आंसर नेक्स्ट सिवा 27 नंबर स्कैफोल्डिंग प्रक्रिया कोन करथाय स्कैफोल्डिंग हेउची गोटे टेम्पररी हेल्प जदि शिशु निजे निज पाद रे ठिया होई समस्या रे समाधान न करिवा पर्यंत एही सहायता दिया जाय थाए तो तापर ता हटे दे जे पिला माने ठीक अछि तो निजे शिखिबा पर्यंत अस्थायी मार्गदर्शन को स्कैफोल्डिंग बोली कहा जाए ऑप्शन नंबर बी इज द राइट आंसर नेक्स्ट सिवा 28 नंबर निम्नलिखित मध्यरु केउटी ब्रूनर कर तीनोटी मोड रो अंश नुहे ईआईएस तो अछि तार आ गोटे नुहे ताले डी टे नहीं आ ठीक अछि सी नहीं नेक्स्ट सिवा 29 पांच वर्षर पिला को फलर संपर्क रे पढ़ेबा पई शिक्षक फ्लैश कार्ड बा चित्र व्यवहार कले एटा केउ मोड पिला माने आइकॉनिक मोड ठीक अछि चित्र इमेजेस देखिबो और विजुअल रिप्रेजेंटेशन देखिबो ऑप्शन नंबर बी इज द राइट आंसर नेक्स्ट सिवा लास्ट क्वेश्चन ब्रूनर कर आविष्कार मूलक शिक्षण बा डिस्कवरी लर्निंग छात्र छात्री मानको कोन हेबा को उत्साहित करिथाए गोटे एक्टिव प्रॉब्लम सॉल्वर होबा चेष्टा करथे पिला माने कारण गोटे डिस्कवर लर्निंग रे गोटे पिला निजे प्रश्न पचारी परीक्षा करी एक्टिव ऊपर ही गोटे समस्या समाधान खोजते पिला माने तो सक्रिय समस्या समाधानकारी और चिंतक भाबे से गुरुत्व होइथाय पासिव तो हबन ना गोटे शिक्षक केन सेटा जीवो कि निष्क्रिय ग्रहणकारी जीवो घोषा पद रोट तो भी गोटे संपूर्ण विरोध करंती पिला ठीक अछि डिस्कवर लर्निंग तो पिला माने इंडिपेंडेंट बनाय पिला माने ठीक डिपेंडेंट नुह ऑप्शन नंबर बी इज द राइट आंसर आशा करे आपनकर जेनर ब्रूनर आउ कोनोसी मध्ये डाउट नथिबो जति कोनोसी डाउट थाए तेबे मते मेसेज करि परंती कोर ई कमेंट बॉक्स रे मु तक मध्ये क्लियर मध्ये कर देबे नेक्स्ट क्लास रे ठीक अछि तो एतिके रहिली जय जगन्नाथ जय मां मंगला देखाबा परवर्ती क्लास रे एक नुवा टॉपिक सहित ठीक अछि धन्यवाद।